ନମସ୍କାର ଓଡ଼ିଶାବାସୀ ତଥା ମୋର ଜଡ଼ିତ ଫ୍ରେଣ୍ଡମାନେ। ମୋର କହିବାର କଥା ଆଜି ନାଉନ୍ ବା ବିଶେଷକୁ ଗୋଟେ ବାକ୍ୟ ବା ଗୋଟେ ସେଣ୍ଟେନ୍ସରେ ଆମେ କେମିତି ଚିହ୍ନି ପାରିବା ସମ୍ପୂର୍ଣ୍ଣ ଭାବରେ ମୁଁ ତ କହିଲି। এই ନାଉନ୍ ପ୍ରକୃତରେ ଆମ ଆଖି ଆଗରେ ନାଉନ୍ କ'ଣ? ଦେଖନ୍ତୁ, ଭଗବାନଙ୍କର ସୃଷ୍ଟି ଯେତେ ପ୍ରକାର ବସ୍ତୁ ନିର୍ମାଣ କରିଛନ୍ତି ସେଗୁଡ଼ିକୁ ଗୋଟେ ଗୋଟିଏ ବିଶେଷ ବୋଲି କହିବା। କାରଣ ପ୍ରଥମେ ହେଉଛି ପରିବେଶ ହେଉଛି ଆମର ଗୋଟେ ବିଶେଷ। ପରିବେଶ କ'ଣ? ଆଗେ ଜାଣିବା ଦରକାର ପରିବେଶ କ'ଣ? ପରିବେଶ ହେଉଛି ଆମ ଚତୁଃପାର୍ଶ୍ୱରେ ଘେରି ରହିଥିବା ପ୍ରତ୍ୟେକ ବସ୍ତୁ ହିଁ ଆମର ପରିବେଶ। ଆମ ଚତୁଃପାର୍ଶ୍ୱରେ ବା ଆମ ଚାରିପାଖରେ ଯେତେ ଗୁଡ଼ିଏ ବସ୍ତୁ ଆମେ ଦେଖିବାକୁ ପାଉଛନ୍ତି ସେଗୁଡ଼ିକ ହିଁ ଆମ ପରିବେଶ। ସେହି ବସ୍ତୁ ଗୁଡ଼ିକୁ ଗୋଟିଏ ଗୋଟିଏ ନାଉନ୍ରେ ଅନ୍ତର୍ଗତ। ତେଣୁ ଆପଣମାନଙ୍କ ଚାରିପାଖରେ କେଉଁ କେଉଁ ବସ୍ତୁ ଆପଣ ଦେଖିବାକୁ ପାଉଛନ୍ତି ଗୋଟିଏ ନୋଟ୍ କରନ୍ତୁ। ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୁଁ କହୁଛି, ମୋ ଚ୍ୟାନେଲଟି ଧ୍ୟାନ ସେ ଶୁଣନ୍ତୁ ଆଉ ନୋଟ୍ କରିକି ମନେ ରଖନ୍ତୁ। ଗୋଟେ ନୋଟ୍ କରନ୍ତୁ, ଆମ ଚତୁଃପାର୍ଶ୍ୱରେ ଆମ ଚାରିପାଖରେ ଆମେ କେଉଁ କେଉଁ ବସ୍ତୁକୁ ସବୁ ଦେଖିବାକୁ ପାଉଛନ୍ତି ତାର ଗୋଟେ ତାଲିକା କରନ୍ତୁ। ସେ ତାଲିକା ଗୁଡ଼ିକ ଭିତରୁ ଆପଣ କାହାକୁ ଗଣି ପାରୁଛନ୍ତି ତାର ଗୋଟେ ତାଲିକା କରନ୍ତୁ। ଯେଉଁ ବସ୍ତୁ ଗୁଡ଼ିକୁ ଆପଣ ଗଣି ପାରିବେ ନାହିଁ ତାକୁ ଗୋଟେ ତାଲିକା କରନ୍ତୁ। ଗଣି ପାରୁଥିବା ତାଲିକାର ନାଁ ଦେବେ ଯାହାକୁ ଆପଣ ଗଣି ପାରୁଛନ୍ତି ବା କାଉଣ୍ଟ କରିପାରୁଛନ୍ତି। ସେଇ ହିସାବରେ ଆପଣ କାଉଣ୍ଟ କରୁଥିବା ହିସାବରେ ତା ନାଁ ଦିଅନ୍ତୁ କାଉଣ୍ଟେବୁଲ୍। ଯାହାକୁ ଆପଣ ଗଣି ପାରୁନାହାନ୍ତି ବା କାଉଣ୍ଟ କରିପାରୁନାହାନ୍ତି କିନ୍ତୁ ଆପଣଙ୍କର ବସ୍ତୁ ଭଗବାନଙ୍କ ନିର୍ମାଣରେ ସେ ଗୋଟେ ବସ୍ତୁ ଯାହାକୁ ଆପଣ କାଉଣ୍ଟ କରିପାରୁନାହାନ୍ତି ତାକୁ ଗୋଟେ ସାଇଡ୍ କରନ୍ତୁ, ତା ନାଁ ଦିଅନ୍ତୁ ଅନକାଉଣ୍ଟ। ତାକୁ କାଉଣ୍ଟ କରିପାରିଲେ ନାହିଁ, ଗଣି ପାରିଲେ ନାହିଁ, ତେଣୁ ତାକୁ ଦିଅନ୍ତୁ ଅନକାଉଣ୍ଟ। ଅର୍ଥାତ୍ ନାଉନ୍ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯାହାକି କାଉଣ୍ଟେବୁଲ୍ ନାଉନ୍, ଅନକାଉଣ୍ଟେବୁଲ୍ ନାଉନ୍। କାଉଣ୍ଟେବୁଲ୍ ନାଉନ୍ ଆପଣ ଗଣିଲେ, ଆପଣ ସଂଖ୍ୟା ହିସାବରେ ଆପଣ ଗଣିଲେ 1 2 3 4 5 ଯେକୌଣସି ବସ୍ତୁ ଆପଣ ଆଖି ଆଗରୁ ଆଣିଛନ୍ତି ବା ଆପଣ ଗଣି ପାରୁଛନ୍ତି, ଯେଉଁ ବିଶେଷ ବା ଯେଉଁ ନାଉନ୍କୁ ଆପଣ ଗଣି ପାରୁଛନ୍ତି ତାକୁ ଗୋଟେ ସାଇଡ଼୍ରେ ଆଣିଲେ ଆପଣ ଗଣିଲେ। ତେଣୁ 1 ପାଖରୁ ଆପଣ ଯେତେ ପର୍ଯ୍ୟନ୍ତ ଗଣି ପାରୁଛନ୍ତି ତାର ଗୋଟେ ତାଲିକା ରଖିବେ। ତେଣୁ ଏ ତାଲିକା ହିସାବରେ ଆପଣ ଯେତେବେଳେ 1 ନମ୍ବର କଲେ କି 1 ନମ୍ବର ରଖିଲେ, ମନେକର ଆପଣ 1 ପାଖରୁ ରଖିଲେ, ଆରମ୍ଭ କଲେ 1, ତାପରେ ଆସିବ 2, ଏମିତି ଆପଣ 1 2 କରି କରି ଗଣି କରି ଆପଣ ଯେତେ ପର୍ଯ୍ୟନ୍ତ ଗଣି ପାରୁଛନ୍ତି ଆପଣ ସେତେ ପର୍ଯ୍ୟନ୍ତ ଗଣିବେ, ତାକୁ ସାଇଡ୍ କରି ରଖିବେ। କିନ୍ତୁ ମୋର କହିବା କଥା ଏଇଠି ଆଜ୍ଞା ଗୋଟେ ଜିନିଷ କାଉଣ୍ଟେବୁଲ୍ ନାଉନ୍ ଯୋଉଠି ଗଣିବେ ଦୁଇଟା ବଚନ ଅଛି, ଗୋଟେ ସିଙ୍ଗୁଲାର ନାଉନ୍ ଆଉ ଗୋଟେ ପ୍ଲୁରାଲ୍ ନାଉନ୍। ଏଠି ଏକ ବଚନ, ଏଠି ବହୁ ବଚନ। ଏକ ବଚନ ଦେଖନ୍ତୁ, ଏକ ବଚନ ହେଉଛି ମାତ୍ର 1କୁ ସୂଚାଏ। ଆପଣ ଯେତେ ପର୍ଯ୍ୟନ୍ତ ଗଣି ପାରନ୍ତୁ କିଛି କହିବାର ନାହିଁ, କିନ୍ତୁ 1ଟାକୁ ଏକ ବଚନ ସୂଚାଏ। ଜଣିଏ ବା 1 ଏଇଟା କେବଳ ଏକ ବଚନ ଯିବ, ସିଙ୍ଗୁଲାର। 1 ପରେ ଆପଣ ଯେତେ ପର୍ଯ୍ୟନ୍ତ ଗଣିବେ ସେଠି ପ୍ଲୁରାଲ୍ ଆପଣ ଯିବ, ବହୁ ବଚନ ସଂଖ୍ୟା ଆସିଯିବ। 1ରୁ ଅନେକ ହେଲେ ସେଠି ଆସିଯିବ ଆଜ୍ଞା ବହୁ ବଚନ। ତେଣୁ ସିଙ୍ଗୁଲାର ନାଉନ୍କୁ ଆମର ଦୁଇ ଭାଗରେ ବିଭକ୍ତ କରାଯାଇଛି, ଗୋଟିଏ ସିଙ୍ଗୁଲାର। କାଉଣ୍ଟେବୁଲ୍ ନାଉନ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଗୋଟେ ସିଙ୍ଗୁଲାର ନାଉନ୍, ଗୋଟେ ପ୍ଲୁରାଲ୍ ନାଉନ୍।
ସିଙ୍ଗୁଲାର ନାଉନ୍ ଭିତରେ ଆପଣ ଦେଖନ୍ତୁ, ଆପଣ ଏକବଚନ ଦେଖିବେ ଗୋଟେ ବାକ୍ୟରେ ଆପଣ ଏକବଚନ ବା ସିଙ୍ଗୁଲାର କେମିତି ଜାଣିବେ। ଗୋଟେ ସେଣ୍ଟେନ୍ସରେ ଆପଣ ଇଏ ହେଉଛି ଏକବଚନ ବା ସିଙ୍ଗୁଲାର ନାଉନ୍ ବୋଲି ଆପଣ କେମିତି ଜାଣିବେ? ପ୍ରଥମ କଥା, ଯଦି କୌଣସି ସେଣ୍ଟେନ୍ସ ପୂର୍ବରୁ ଏ, ଆନ୍ କିମ୍ବା ୱାନ୍ ଉଚ୍ଚାରଣ ହେଇଥାଏ, ଏ, ଆନ୍ କିମ୍ବା ୱାନ୍ ଯଦି ଉଚ୍ଚାରଣ ହେଉଥାଏ, ତାହେଲେ ତାକୁ ଭାବିବ ଏ ହେଉଛି ଏକବଚନ। ତାପରେ ଯେତିକି ରହିଲେ ସବୁ ବହୁବଚନ ପ୍ଲୁରାଲ ନାଉନ୍। ତେଣୁ ଆମେ ଏକବଚନରୁ ବହୁବଚନ ମଧ୍ୟ ନିଜେ କରିପାରିବା, ସିଙ୍ଗୁଲାରରୁ ପ୍ଲୁରାଲ ନିଜେ କରିପାରିବା, ଯୋଉଟାକି ମୁଁ ଆପଣଙ୍କୁ କହିଲି କ'ଣ, ଏକବଚନରୁ ବହୁବଚନ କରିବା, ସିଙ୍ଗୁଲାରରୁ ପ୍ଲୁରାଲ କରିବାର ନିୟମ ଅଛି। এই ନିୟମକୁ ଲେଖନ୍ତୁ, ମନେ ରଖନ୍ତୁ। କାରଣ ମୁଁ ଯେଉଁ ଚ୍ୟାନେଲ ଧରିକି ଆସିଛି ଏକ ନାଚ ଗୀତ କମେଡି ଉପରେ ଆଧାରିତ ନୁହେଁ। ମୁଁ ଆଜି ସୋସିଆଲ ମିଡ଼ିଆକୁ ଆସିଛି ପିଲାମାନଙ୍କୁ ଯେତିକି ଜ୍ଞାନ ମୋ ପାଖରେ ଅଛି ବା ଯେତିକି ମୁଁ ଜାଣିଛି, ମୁଁ ଓଡ଼ିଶାର 90% ପିଲା ଯେତେବେଳେ ଇଂରାଜୀରେ ଆଜି ଦୁର୍ବଳ ଅଛନ୍ତି, ସେଇମାନଙ୍କ ପାଖରେ ମୋର ଚ୍ୟାନେଲ ପହଞ୍ଚିବା ଆବଶ୍ୟକତା। ତେଣୁ ମୋ ଚ୍ୟାନେଲକୁ ଯେଉଁମାନେ ଦେଖୁଛନ୍ତି, ତେଣୁ ସେମାନଙ୍କର ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଆପଣଙ୍କ ଇଚ୍ଛା ହେଲେ କରନ୍ତୁ। କିନ୍ତୁ ମୁଁ ଏତିକି ଆପଣଙ୍କୁ ଅନୁରୋଧ କରୁଛି, ମୋ ଚ୍ୟାନେଲକୁ ସେୟାର କରନ୍ତୁ। ସମସ୍ତଙ୍କ ଛାତ୍ରଛାତ୍ରୀମାନଙ୍କ ପାଖରେ ମୋ ଚ୍ୟାନେଲ ପହଞ୍ଚିବା ମୋର ଆବଶ୍ୟକତା। ତେଣୁ ମୁଁ ସୋସିଆଲ ମିଡ଼ିଆର ଯେତେ ସାଙ୍ଗସାଥିମାନେ ଅଛନ୍ତି ବା ଓଡ଼ିଶାବାସୀ ଯେଉଁମାନେ ମୋ ଚ୍ୟାନେଲ ଦେଖୁଛନ୍ତି, ସେମାନଙ୍କୁ ମୋର ବିଶେଷ ଅନୁରୋଧ, ମୋତେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ କିମ୍ବା ଫଲୋ କରନ୍ତୁ। ଆପଣଙ୍କୁ ପସନ୍ଦ ହେଲେ କରନ୍ତୁ, କିନ୍ତୁ ଆପଣଙ୍କୁ ମୋର ବିଶେଷ ଅନୁରୋଧ, ମୋ ଚ୍ୟାନେଲଟିକୁ ଟିକେ ସେୟାର କରନ୍ତୁ। କାରଣ ସବୁ ଜାଗାରେ ଘର ଘରକା ମୋ ଚ୍ୟାନେଲ ପହଞ୍ଚିବା ମୋର ଆବଶ୍ୟକତା। ପ୍ରତ୍ୟେକ ଛାତ୍ରଛାତ୍ରୀ ମୁଁ ଯେଉଁ ଜ୍ଞାନ ଦେଉଛି ତାକୁ ନୋଟ୍ ମାଧ୍ୟମରେ ଲେଖନ୍ତୁ, ମନେ ରଖନ୍ତୁ, ଆବଶ୍ୟକ ସ୍ଥଳେ ତାକୁ ପ୍ରୟୋଗ କରନ୍ତୁ। ଯଦି କିଛି ବୁଝିପାରୁନାହାନ୍ତି, ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ସହିତ ଯୋଗାଯୋଗ କରନ୍ତୁ। ମୁଁ ଆପଣଙ୍କୁ ଏଇ ଇଂଲିଶ ଗ୍ରାମାର ପୁଙ୍ଖାନୁପୁଙ୍ଖ ଭାବରେ ଆପଣମାନଙ୍କୁ ବୁଝାଇବି, ଯାହାକି ମୁଁ ଯେଉଁ ସ୍ୱପ୍ନ ଦେଖିକି ଆଜି ସୋସିଆଲ ମିଡ଼ିଆକୁ ଆସିଛି, ସମଗ୍ର ଓଡ଼ିଶାବାସୀ ଛାତ୍ରଛାତ୍ରୀମାନଙ୍କୁ ଜ୍ଞାନ ପ୍ରଦାନ କରିବା ପାଇଁ। ତେଣୁ ସେ ସୁଯୋଗ ଆପଣମାନେ ମୋତେ ସପୋର୍ଟ ମାଧ୍ୟମରେ କରନ୍ତୁ, ମୋତେ ସପୋର୍ଟ କରନ୍ତୁ, ମୋ ଚ୍ୟାନେଲକୁ ସେୟାର କରନ୍ତୁ, ଆଉ ପସନ୍ଦ ଯୋଗ ହେଲେ ଆପଣ ଲାଇକ୍ କରନ୍ତୁ। ମୋ ଚ୍ୟାନେଲ ସହିତ ଜଡ଼ିତ ହେଲେ ମୋତେ ଇନଷ୍ଟାଗ୍ରାମରେ ଫଲୋ କରନ୍ତୁ, ୟୁଟ୍ୟୁବରେ ସବସ୍କ୍ରାଇବ୍ କରନ୍ତୁ। ହଁ, ଯେଉଁ ମୁଁ କହୁଥିଲି ନାଉନ୍ ହେଉଛି କାଉଣ୍ଟେବୁଲ ନାଉନ୍, ଯେଉଁ ସିଙ୍ଗୁଲାର ନାଉନ୍, ପ୍ଲୁରାଲ ନାଉନ୍ ଆମେ ନିଜେ କରିପାରିବା। କେମିତି କରିପାରିବା? ନା ଏକବଚନ ଥିବା ବସ୍ତୁକୁ ଆମେ ବହୁବଚନ କେମିତି କରିପାରିବା? ଯେଉଁ ବସ୍ତୁ ଏକବଚନ ଅଛି ତାକୁ ଆମେ ବହୁବଚନ କେମିତି କରିପାରିବା? କି ଆମେ ଗଣିବା ଏଇ ଜିନିଷ, ଏଇ ବହୁବଚନ ଅର୍ଥାତ ଗୋଟେ ବାକ୍ସ ଆମେ ନେଇକି ଗୋଟେ ବାକ୍ସରେ ଗୋଟିଏ ରଖିଲେ, ଆଉ ଗୋଟେ ବାକ୍ସରେ ଆପଣ ଗୋଟେ, ଦୁଇଟା, ତିନିଟା, ଚାରିଟା ଗୋଟେ ବାକ୍ସରେ ଗଣିକି ରଖୁଛନ୍ତି, ଆଉ ଗୋଟେ ବାକ୍ସରେ 5ଟା ରଖିଦେଲେ ଗଣିକି, ଆଉ ଗୋଟେରେ 10ଟା ରଖିଲେ, ଆପଣ 100ଟା ରଖିଲେ, 20ଟା ରଖିଲେ, 200, 500, ଏମିତି ଆପଣ ଯେତେ ପ୍ରକାର ଆପଣ ସାଇଜ୍ କରି ରଖିବେ। କିନ୍ତୁ ଯେଉଁ ସେଣ୍ଟେନ୍ସରେ ଆପଣ ଜାଣିବେ କେମିତି ଯେ ଇଏ ବାକ୍ୟଟି ସମ୍ପୂର୍ଣ୍ଣ ଭାବରେ ସିଙ୍ଗୁଲାର ଅଛି କି ପ୍ଲୁରାଲ ଅଛି କି ଏକବଚନ ଅଛି କି ବହୁବଚନ ଅଛି, ଆପଣ ଗୋଟେ ବାକ୍ୟରେ କେମିତି ଜାଣିବେ? ଆପଣ ଗଣିଲେ ତ ଆମେ ଜାଣିବା, ଗଣିକି ରଖିଦେଲେ ଆମେ ଜାଣିବା ଏ ବହୁବଚନ, କି ଆମେ ଗଣିଲେ ଏକବଚନ। ଗୋଟିଏ ଅଛି ଏକବଚନ, 1ରୁ 1 ହେଲେ
एकରୁ ଯଦି ଅଧିକା ହେଲେ ଆମେ ଜାଣିବା ବହୁବଚନ। କିନ୍ତୁ ବାକ୍ୟଟିରେ ଆମେ କେମିତି ଜାଣିବା ଏ ବାକ୍ୟଟି ସମ୍ପୂର୍ଣ୍ଣ ଭାବରେ ସିଙ୍ଗୁଲାରର ଅଛି କି ପ୍ଲୁରାଲର ଅଛି। ଏଇ ଜିନିଷ ମୁଁ ଆପଣମାନଙ୍କୁ ବୁଝାଇବା ପାଇଁ କହୁଛି ଯେ ସମ୍ପୂର୍ଣ୍ଣ ଭାବରେ ଆମେ କେମିତି ଜାଣିବା। ନୋଟ୍ କରନ୍ତୁ, ତାର କେତୋଟି ନିୟମ ଆପଣଙ୍କୁ ମୁଁ କହୁଛି। ବାକ୍ୟ ଶେଷରେ ବହୁବଚନ କରିବାକୁ ହେଲେ ବା ସିଙ୍ଗୁଲ ପ୍ଲୁରାଲ କରିବାକୁ ହେଲେ ଆମକୁ ବାକ୍ୟ ଶେଷରେ ଏସ୍ ଯୋଗ କରିବାକୁ ପଡ଼େ। ଆଉ ବାକ୍ୟ ଶେଷରେ ଇଏସ୍ ଯୋଗ କରିବାକୁ ପଡ଼େ। ଆଇଇଏସ୍ ଯୋଗ ମଧ୍ୟ କରିବାକୁ ପଡ଼େ। ଭିଇଏନ୍ ମଧ୍ୟ ଯୋଗ କରିବାକୁ ପଡ଼େ। ଆଉ ଇଏନ୍ ମଧ୍ୟ ଯୋଗ କରିବାକୁ ପଡ଼େ। କେତେକ ବହୁବଚନରେ ଆମେ ଯଦି ଭାୱେଲକୁ ଚେଞ୍ଜ କରିଦେବା ସେଠି ମଧ୍ୟ ବହୁବଚନ ହେଇଯିବ। ଏଇଭଳି ଅନେକ ବାକ୍ୟ ଅଛି। ମୁଁ ଆଗାମୀ ଅଧ୍ୟାୟକୁ ଏହାକୁ ସମ୍ପୂର୍ଣ୍ଣ ଭାବରେ ବୁଝେଇବି। ତେଣୁ ଏତିକି ଆପଣ ମନେ ରଖନ୍ତୁ, ନୋଟ୍ କରନ୍ତୁ। ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ। କମେଣ୍ଟ ମାଧ୍ୟମରେ ବୁଝିବା ପାଇଁ କମେଣ୍ଟ କରନ୍ତୁ। ଇନଷ୍ଟାଗ୍ରାମରେ ଯିଏ ଦେଖୁଛନ୍ତି ସିଏ ମୋତେ ଫଲୋ କରନ୍ତୁ ମୋ ସହିତ ଜଡ଼ିତ ରହିବା ପାଇଁ। ୟୁଟ୍ୟୁବରେ ଯେଉଁମାନେ ମୋ ସହିତ ମୋ ଚ୍ୟାନେଲ ଦେଖୁଛନ୍ତି ସେମାନେ ସବସ୍କ୍ରାଇବ୍ କରନ୍ତୁ। ଆଉ ବିଶେଷ ଅନୁରୋଧ, ସମସ୍ତ ଦେଖୁଥିବା ମୋ ଚ୍ୟାନେଲ ଦେଖୁଥିବା ବନ୍ଧୁ ବା ମୋର ଗୁରୁଜନ ବ୍ୟକ୍ତିମାନଙ୍କୁ ମୋର ବିଶେଷ ଅନୁରୋଧ, ମୋ ଚ୍ୟାନେଲକୁ ସେୟାର କରନ୍ତୁ। କାରଣ ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଖରେ ମୋ ଚ୍ୟାନେଲ ପହଞ୍ଚିବା ମୋର ସ୍ୱପ୍ନ। ଆପଣମାନଙ୍କ ସପୋର୍ଟ କଲେ ମୁଁ ସଫଳ ହାସଲ କରିବି। ମୋ ଚ୍ୟାନେଲ ସମସ୍ତଙ୍କ ଛାତ୍ରଛାତ୍ରୀମାନଙ୍କ ପହଞ୍ଚିଲେ ମୁଁ ବହୁତ ଖୁସି ହେବି। ରହୁଛି। ଜୟ ଜଗନ୍ନାଥ।